ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ମୋର ନମସ୍କାର। ଦର୍ଶକ ବନ୍ଧୁ ଆପଣ ଦେଖୁଥିବେ ଆଜିକାଲି ୟଙ୍ଗ ପୁଅ ଝିଅ କପଲ ମାନଙ୍କ ମଧ୍ୟରେ ଏକ ପ୍ରକାର ଡାଉଟ ରହୁଛି କି ସେମାନେ ଆରେଞ୍ଜ ମ୍ୟାରେଜ କରିବା ଠିକ ନା ଲଭ ମ୍ୟାରେଜ କରିବା ଠିକ। ତ ଅଧିକାଂଶ ଲୋକ ଲଭ ମ୍ୟାରେଜ କୁ ସମ୍ମତି ପ୍ରକାଶ କରନ୍ତି। ତ ୟାରି ଭିତରେ ଏଇଭଳି ଯୋଉ ଘଟଣା ଆସୁଛି ଓଡିଶାରେ ହଉ କି ଭାରତରେ ହଉ, ଏଇଭଳି ଘଟଣା ଲଭ ମ୍ୟାରେଜ କୁ ବଦନାମ କରୁଛି। ସେ କେବଳ ଲଭ ମ୍ୟାରେଜ ବୋଲି ନୁହେଁ, ବରଂ ଯୋଉ ପ୍ରେମ ବୋଲି ଶବ୍ଦଟିକୁ ବଦନାମ କରିଦଉଛି ଏଇଭଳି ଘଟଣା। ଦେଖନ୍ତୁ ଦର୍ଶକ ବନ୍ଧୁ, ଏଇଟା ଗୋଟେ ଘଟଣା ନୁହେଁ, ଏଇଭଳି ଅନେକ ଘଟଣା ଘଟୁଛି ଯୋଉ ସବୁ ଘଟଣା ଯୋଗୁ ଆଜିକାଲି ପ୍ରେମ ବିବାହ ଲଭ ମ୍ୟାରେଜ ଏକ ପ୍ରକାର ନିମ୍ନ ସ୍ତରକୁ ପଳେଇଲାଣି। କିନ୍ତୁ ଏହାର ଅର୍ଥ ନୁହେଁ କି ଲଭ ମ୍ୟାରେଜ କିମ୍ବା ଲଭ କରିବାଟା ଖରାପ। ଲଭ କରିବେ, ଲଭ ମ୍ୟାରେଜ କରିବେ, ଏଇଟା ଅଲଗା କଥା। ପରସ୍ପର ଅଣ୍ଡରଷ୍ଟାଣ୍ଡିଂରେ କରିବେ, କିନ୍ତୁ ତାଠୁ ନୁହେଁ କି ଆପଣ ଏଇଭଳି କେସ୍ ସବୁ ଘଟେଇବେ ଓଡିଶାରେ ଏବଂ ଦେଶରେ। ଦେଖନ୍ତୁ ଦର୍ଶକ ବନ୍ଧୁ, ଏଇଭଳି କେସ୍ ଆପଣ ଶୁଣୁଥିବେ ଏବଂ ଏଇ କେସ୍ ରେ ମୁଁ ବେଶୀ କିଛି କହିବାକୁ ଚାହୁଁନି, କେବଳ ଏତିକି କହି ରଖିବାକୁ ଚାହୁଁଛି କି ଏଇ ପୁଅ ଜଣକ ବହୁତ ଦୁଃଖର ସହ ସେ ଝିଅକୁ ଗାଳି କରୁଛନ୍ତି ଏବଂ କହୁଛନ୍ତି ସେ ଝିଅ ଜଣକ ୟାକୁ ଧୋକା ଦେଲେ ବୋଲି। ଦେଖନ୍ତୁ ଦର୍ଶକ ବନ୍ଧୁ, ଏ କଥାଟିରେ କୋଉଟା ସତ କୋଉଟା ମିଛ ଆମେ ଜାଣିନେ, କିନ୍ତୁ କେବଳ ଏତିକି କହିପାରିବା କି ଗୋଟିଏ ଭୁଲ ହଉଛି ମାନେ ଦି ଜଣଙ୍କର ହାତ ଥିବ, ଅର୍ଥାତ୍ ତାଳି କେବେ ଗୋଟିଏ ହାତରେ ବାଜେନି, ଦି ହାତରେ ହିଁ ବାଜେ। ତେଣୁ ଏଇ କଥାରେ ମୁଁ ବେଶୀ ଆଲୋଚନା କରିବାକୁ ଚାହୁଁନି, କେବଳ ଏଇଠି ଗୋଟିଏ କଥା କହି ରଖିବାକୁ ଚାହେଁ କି ପ୍ରେମ କରିଛେ, ଲଭ କରୁଛେ, ଲଭ ମ୍ୟାରେଜ କରୁଛେ, ଏହାର ଅର୍ଥ ହଉଛି ଆମେ ପରସ୍ପରର ମନକୁ ବୁଝିବା। ଯଦି ପରସ୍ପର ମନକୁ ନ ବୁଝିକି କାହାକୁ ହାତ ଉଠେଇବା, କାହାକୁ ଗାଳି କରିବା, କାହାକୁ ଖରାପ ଭାଷା ବ୍ୟବହାର କରିବା, ଏଇଟା ଠିକ ନୁହେଁ। ଜଣେ ପୁଅ ଜଣେ ଝିଅକୁ ନିଜର ମନର ପ୍ରାଣୀ ବୋଲି ଭାବିବା ଦରକାର। ସେଇଭଳି ଗୋଟେ ଝିଅ ଗୋଟେ ପୁଅକୁ ତାର ମନର ପ୍ରାଣୀ ଏବଂ ଆତ୍ମ ବୋଲି ଭାବିବା ଦରକାର। ବିବାହର ଅର୍ଥ କଣ ଦର୍ଶକ? ଥରେ ଭାବନ୍ତୁ, ବିବାହ ହଉଛି କଣ? ଦୁଇଟି ମନ, ଦୁଇଟି ପ୍ରାଣକୁ ଗୋଟିଏ କେନ୍ଦ୍ରରେ ରଖିବା। ଅର୍ଥାତ୍ ପୁଅ ଏବଂ ଝିଅ ଦି ଜଣଙ୍କର ଆତ୍ମା ଅଲଗା, ମନ ଅଲଗା, ଦେହ ବି ଅଲଗା, କିନ୍ତୁ ତାକୁ ଗୋଟିଏ କେନ୍ଦ୍ରରେ ରଖିପାରିବା ହଉଛି ବିବାହ। ଏଥିପାଇଁ ଆମ ହିନ୍ଦୁ ସଂସ୍କୃତି, ଓଡିଆ ସଂସ୍କୃତି ଏଥିପାଇଁ ମହାନ। କାରଣ ଆପଣ ଦେଖନ୍ତୁ ଫରେନ୍ ସଂସ୍କୃତିରେ ଆଗରୁ ଏଇ ସବୁ ଘଟଣା ବହୁତ ଘଟି ଘଟି ଆସିଛି। ଆଜି ଆକୁ ବାହା ହେଲା, କାଲି ତାକୁ ଡିଭୋର୍ସ ଦେଇଦେଲା, ଆଉ ଜଣକୁ ବାହା ହେଲା। କଥା ହଉଛି କଣ, ମାନେ ପ୍ରାଇମ ମିନିଷ୍ଟର, ଆମେରିକାର ପ୍ରାଇମ ମିନିଷ୍ଟର ହଉ କି ବଡ ବଡ ଶିଳ୍ପପତି ମାନେ ବି ଏଇଭଳି ସବୁ କେସ୍ ଯାହା କରନ୍ତି, ସେଇଟା ତାଙ୍କ ସଂସ୍କୃତି ଅଲଗା। ସେଥିପାଇଁ ଆପଣ ଦେଖନ୍ତୁ ସେଠି ଏଡ୍ସ ରୋଗ ସୃଷ୍ଟି ହେଲା ଆମେରିକାରେ କି ୟୁରୋପରେ।